ମାନେ ଆଜିର ଏହି ଭିଡ଼ିଓଟି ମେଷ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ତ ଆପଣଙ୍କର ଯଦି ମେଷ ରାଶି ହୋଇଥାଏ ତେବେ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। କମେଣ୍ଟ ବକ୍ସରେ ଭକ୍ତି ଓ ଶ୍ରଦ୍ଧାର ସହିତ ଜୟ ଶନିଦେବ ନିଶ୍ଚୟ ଲେଖନ୍ତୁ। ତ ଆଜିର ଏହି ଭିଡ଼ିଓରେ ଆମେମାନେ ଆଲୋଚନା କରିବା ଯେ ଶନିଦେବଙ୍କର ଏହି ମହାପରିବର୍ତ୍ତନ ମେଷ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ କିଭଳି ପ୍ରଭାବ ପକାଇବ। କାରଣ ଶନିଦେବଙ୍କର ଏହି ମହାପରିବର୍ତ୍ତନ ଫଳରେ 29 ମାର୍ଚ୍ଚ ଠାରୁ ଆପଣଙ୍କ ରାଶିରେ ଶନି ସାଢ଼େ ସାତିର ଆରମ୍ଭ ହେବାକୁ ଯାଉଛି। ଶନି ସାଢ଼େ ସାତିର ପ୍ରଥମ ଚରଣ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ଯେଉଁ 2.5 ବର୍ଷ ଆପଣମାନଙ୍କ ପାଇଁ କିପରି ରହିବ ସେ ବିଷୟରେ ଆଜିର ଏହି ଭିଡ଼ିଓରେ ଆମେମାନେ ବିସ୍ତାର ଭାବରେ ଆଲୋଚନା କରିବା। ତ ବନ୍ଧୁମାନେ, ଆଜିର ଏହି କାର୍ଯ୍ୟକ୍ରମଟି ଜନ୍ମ ରାଶି ଏବଂ ଚନ୍ଦ୍ର ରାଶି ଉପରେ ଆଧାରିତ ଅଟେ। ତେବେ ବନ୍ଧୁମାନେ, ଶନିଦେବ ହେଉଛନ୍ତି ନ୍ୟାୟଦାତା, କର୍ମଫଳଦାତା। ଆମର କର୍ମ ଆଧାରରେ ହିଁ ଶନିଦେବ ଆମକୁ ଆମର କର୍ମର ଫଳର ପ୍ରଦାନ କରିଥାନ୍ତି। ବନ୍ଧୁମାନେ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଦେବଙ୍କୁ ଦୁଃଖର କାରକ ବୋଲି ମାନାଯାଇଥାଏ। ତେବେ ବନ୍ଧୁମାନେ, ଆପଣମାନେ ଜାଣି ରଖିବା ଉଚିତ ଯେ ଶନିଦେବ ଜଣେ ବ୍ୟକ୍ତିଙ୍କୁ ରଙ୍କରୁ ରାଜା ମଧ୍ୟ ବନାଇଥାନ୍ତି ଏବଂ ରାଜାରୁ ରଙ୍କ ମଧ୍ୟ ବନାଇଥାନ୍ତି। ତେବେ ଏହା ସମ୍ପୂର୍ଣ୍ଣ ରୂପରେ ଆଧାରିତ ଅଟେ ଆପଣଙ୍କର ନିଜ ଜନ୍ମକୁଣ୍ଡଳୀରେ ଶନିଙ୍କର ସ୍ଥିତି କିପରି ରହିଛି। ଯଦି ଆପଣଙ୍କର ଜନ୍ମକୁଣ୍ଡଳୀରେ ଶନି ଉଚ୍ଚ ସ୍ଥିତିରେ ଥାନ୍ତି, ସ୍ୱରାଶିରେ ଥାନ୍ତି କିମ୍ବା ମିତ୍ର ରାଶିରେ ଥାନ୍ତି, ତ ଶନି ଆପଣଙ୍କୁ ରଙ୍କରୁ ରାଜା ମଧ୍ୟ ବନାଇଥାନ୍ତି। ଏବଂ ଏହି ପରିସ୍ଥିତିରେ ଶନିଦେବ ଯଦି ଆପଣଙ୍କର ଜନ୍ମକୁଣ୍ଡଳୀରେ ନିଃସ୍ୱସ୍ଥ ଥାନ୍ତି, ପୀଡ଼ିତ ଅବସ୍ଥାରେ ଥାନ୍ତି କିମ୍ବା ଶତ୍ରୁ ଗୃହରେ ଥାନ୍ତି, ତ ଆପଣଙ୍କୁ ବହୁତ କିଛି ଯନ୍ତ୍ରଣାର ସାମ୍ନା କରିବାକୁ ପଡ଼ିଥାଏ ଏବଂ ଆପଣଙ୍କୁ ରଙ୍କରୁ ରାଜା ମଧ୍ୟ ବନିବାକୁ ପଡ଼ିଥାଏ। ତେବେ ଏବେ ଆସନ୍ତୁ ଜାଣିନେବା ଶନିଦେବଙ୍କର ମହାପରିବର୍ତ୍ତନ ଫଳରେ ଆପଣଙ୍କୁ ଜୀବନରେ କେଉଁ ସବୁ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ରାଶିଚକ୍ରର 12ଗୋଟି ରାଶି ମଧ୍ୟରୁ ପ୍ରଥମ ରାଶି ହେଉଛି ମେଷ ରାଶି ଏବଂ ଆପଣଙ୍କ ରାଶିଠାରୁ ଦ୍ୱାଦଶ ଭାବରେ 29 ମାର୍ଚ୍ଚକୁ ଶନି ଗୋଚର କରିବେ। ତ ଯେତେବେଳେ ଦ୍ୱାଦଶ ଭାବରେ ଶନି ଗୋଚର କରିବେ, ସେତେବେଳେ ଶନିଙ୍କର ଦୃଷ୍ଟି ଆପଣଙ୍କର ଦ୍ୱିତୀୟ, ଷଷ୍ଠ ଏବଂ ନବମ ଭାବ ଉପରେ ରହିବ। ତେବେ ଶନି ହେଉଛନ୍ତି ଆପଣଙ୍କର ଦଶମ ଏବଂ ଏକାଦଶ ଭାବର ଅଧିପତି। ତେବେ ଦଶମ ଏବଂ ଏକାଦଶ ଭାବର ଅଧିପତି ହୋଇ ଶନି ଆପଣଙ୍କର ଦ୍ୱାଦଶ ଭାବରେ ଗୋଚର କରିବେ। ତେବେ ଦ୍ୱାଦଶ ଭାବଟି ହୋଇଥାଏ ବିଦେଶର ଭାବ, ଖର୍ଚ୍ଚର ଭାବ, ହସ୍ପିଟାଲର ଭାବ। ଦ୍ୱାଦଶ ଭାବଟି ହୋଇଥାଏ ଦୂରଯାତ୍ରାର ଭାବ। ତ ମୋଟାମୋଟି ଭାବରେ ଦେଖିବାକୁ ଗଲେ ଦ୍ୱାଦଶ ଭାବଟି ଖର୍ଚ୍ଚର ଭାବ ହୋଇଥାଏ। ମାତ୍ର ଦଶମ ଭାବର ଅଧିପତି ଯେତେବେଳେ ଦ୍ୱାଦଶ ଭାବରେ ଗୋଚର କରିବେ, ତାହା ସେହି ବ୍ୟକ୍ତିମାନଙ୍କ ପାଇଁ ବହୁତ ଭଲ ରହିବ ଯେଉଁମାନେ ବିଦେଶ ଯାତ୍ରା କରିବା ପାଇଁ ଚାହୁଁଥିଲେ କିମ୍ବା ଆପଣ ଭାରତରେ ରହିକି ହିଁ ବିଦେଶର ଗତିବିଧିରେ ଜଡ଼ିତ ଅଛନ୍ତି। କୌଣସି MNC କମ୍ପାନୀରେ ଆପଣ ଜବ୍ କରୁଛନ୍ତି କିମ୍ବା ଆପଣଙ୍କର କୌଣସି ପ୍ରକାର ଫରେନ୍ କନେକ୍ଟିଭିଟି ରହିଛି, ତ ଏସବୁ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବାକୁ ଯାଉଛି। ତେବେ ମନେ ରଖନ୍ତୁ, ଯଦି ଆପଣ ବହୁତ ଅଧିକ ରୋଜଗାର କରୁଛନ୍ତି, ତ ଏହି ସମୟରେ ଆପଣ ନିଜର ଟଙ୍କାକୁ କୌଣସି ଭଲ ଭାବରେ ଇନଭେଷ୍ଟ କରନ୍ତୁ, ନଚେତ୍ ଶନିଦେବ ଆପଣଙ୍କର କ୍ଷତି ମଧ୍ୟ କରାଇବେ। ଅର୍ଥାତ୍ ଆପଣଙ୍କର ଖର୍ଚ୍ଚ ବହୁତ ଅଧିକ ହୋଇଯିବ, ଯାହାଫଳରେ ଆପଣ ସେଭିଂ କରିପାରିବେ ନାହିଁ। ତେଣୁ ଆପଣ ନିଜ ଟଙ୍କାକୁ କୌଣସି ଭଲ ଜାଗାରେ ଇନଭେଷ୍ଟମେଣ୍ଟ କରନ୍ତୁ, ତ ଭବିଷ୍ୟତରେ ଏହା ଆପଣଙ୍କୁ ଲାଭ ପ୍ରଦାନ କରିବ। ଯେହେତୁ ଦ୍ୱାଦଶ ଭାବଟି ଖର୍ଚ୍ଚର ଭାବ, ତେଣୁ କୌଣସି ନା କୌଣସି ବାଟରେ ଆପଣଙ୍କର ଟଙ୍କା ଖର୍ଚ୍ଚ ହୋଇଯିବ। ସେଥିପାଇଁ ଯଦି ଆପଣ ଧରନ୍ତୁ ଫିକ୍ସଡ ଡିପୋଜିଟ୍ କରନ୍ତି କିମ୍ବା କୌଣସି ଜାଗାରେ ଇନଭେଷ୍ଟମେଣ୍ଟ କରନ୍ତି, ତ ଭବିଷ୍ୟତରେ ଆପଣ ସେଥିରୁ ଲାଭବାନ ହୋଇପାରିବେ। ଏବଂ ଦଶମ ଭାବର ଅଧିପତି ହୋଇ ଶନିଦେବ ଯେତେବେଳେ ଆପଣଙ୍କର ଦ୍ୱାଦଶ ଭାବରେ ଗୋଚର କରିବେ, ତ ଆପଣ ନିଜର କାମ କାର୍ଯ୍ୟକୁ ନେଇକି ଦୂରଯାତ୍ରା କରିପାରନ୍ତି। ଦୂରଯାତ୍ରା ସହିତ ଆପଣ ପଦଯାତ୍ରା ମଧ୍ୟ କରିପାରନ୍ତି। ଆପଣ ପାଦରେ ଚାଲି ଚାଲି ଥକି ପଡ଼ିବେ, ଅର୍ଥାତ୍ ଆପଣଙ୍କୁ କିଛି ଏପରି କାମ ଆସିବ ଯାହା ପାଇଁ ଆପଣଙ୍କୁ ପାଦରେ ଚାଲିବାକୁ ପଡ଼ିବ। ତେବେ ମୋଟାମୋଟି ଭାବରେ କହିବାକୁ ଗଲେ ଆପଣଙ୍କ ଉପରେ କାର୍ଯ୍ୟଭାର ଅଧିକ ରହିବ। ତ ଆପଣଙ୍କ ଭଲ ହେବ ଯେ ଆପଣ ଆଳସ୍ୟକୁ ପରିତ୍ୟାଗ କରି ଯେତେ ପାରିବେ କର୍ମ କରନ୍ତୁ। କାରଣ ଶନି ହେଉଛନ୍ତି କର୍ମକାରକ ଗ୍ରହ। ତ ଆପଣ ନିଜର କର୍ମଗୁଡ଼ିକୁ ଯେତେ ସଠିକ୍ ଭାବରେ କରିବେ, ଯେତେ ମନୋଯୋଗ ଦେଇ କରିବେ, ଶନିଦେବ ଆପଣଙ୍କୁ ସେତେ ଅଧିକ ଶୁଭଫଳ ପ୍ରଦାନ କରିବେ। ମାତ୍ର ଯଦି ଆପଣ ନିଜର କାମକୁ ଠକିବେ, ଆଳସ୍ୟର ଶିକାର ହେବେ,
ତ ଆପଣଙ୍କୁ ଶନିଦେବଙ୍କର କୋପର ଶିକାର ହେବାକୁ ପଡ଼ିବ। ସେଥିପାଇଁ ଏହି ସମୟ ଅବଧି ମଧ୍ୟରେ ଆପଣ ସମ୍ପୂର୍ଣ୍ଣ ରୂପରେ ନିଜର ଆଳସ୍ୟକୁ ପରିତ୍ୟାଗ କରିବା ଉଚିତ। ତେବେ ବନ୍ଧୁମାନେ, ଆପଣମାନେ ଗୋଟିଏ କଥା ଭଲ ଭାବରେ ମନେ ରଖନ୍ତୁ ଏବଂ ଏହାକୁ ନିଜର ଜୀବନରେ ଅବଶ୍ୟ ଲଗାନ୍ତୁ। ଦେଖନ୍ତୁ, ଏହି ଶନି 7.5 ମଧ୍ୟରେ ଆପଣ ଯେତେ ଦରିଦ୍ର ବ୍ୟକ୍ତିମାନଙ୍କୁ, ଅସହାୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବେ, ସେମାନଙ୍କୁ ଭଲ ପାଇବେ, ଆପଣଙ୍କୁ ଶନିଦେବଙ୍କର ସେତେ ଅଧିକ କୃପା ପ୍ରାପ୍ତି ହେବ। ତ ଆପଣ ନିଜର ସାମର୍ଥ୍ୟ ଅନୁସାରେ ଏହି ଶନି 7.5 ମଧ୍ୟରେ ଅସହାୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରନ୍ତୁ, ସେମାନଙ୍କୁ କିଛି ଦାନ କରନ୍ତୁ ଏବଂ ଯେତେ ପାରିବେ ଅହଙ୍କାର ଠାରୁ ଦୂରେଇ ରୁହନ୍ତୁ। ସମ୍ପୂର୍ଣ୍ଣ ଭାବରେ ନିଜ ଭିତରୁ ଅହଙ୍କାର ଗର୍ବକୁ ଦୂରେଇ ରଖନ୍ତୁ। ଶାନ୍ତ ଏବଂ ନମ୍ର ରୁହନ୍ତୁ। ଯେତେ ପାରିବେ ସମସ୍ତଙ୍କୁ ଆପଣ ଭଲ ବ୍ୟବହାର ଦେଖାନ୍ତୁ। ନିଜ ଭିତରେ ଶାଳୀନତାକୁ ରକ୍ଷା କରନ୍ତୁ, କାରଣ ଅହଙ୍କାର ହିଁ ବିନାଶର କାରଣ ହୋଇଥାଏ। ତ ଆପଣ ଯେତେ ପାରିବେ ଶାନ୍ତ ନମ୍ର ରହିବେ, ତ ଆପଣଙ୍କୁ ଶନିଦେବଙ୍କର କୃପା ପ୍ରାପ୍ତି ହେବ ଏବଂ ଶନି 7.5 ମଧ୍ୟରେ ମଧ୍ୟ ଆପଣଙ୍କୁ ଅନେକ କିଛି ସଫଳତା ମିଳିବ। ଏହା ସହିତ ଶନିଦେବ ଯେତେବେଳେ ଆପଣଙ୍କର ଦ୍ୱାଦଶ ଭାବରେ ଗୋଚର କରିବେ, ତ ସେ ଆପଣଙ୍କୁ ଟିକେ ଏକ୍ସଟ୍ରା ପଜିଟିଭ ବନେଇଦେବେ। ଅର୍ଥାତ୍ ଛୋଟ ଛୋଟ କଥାରେ ହିଁ ଆପଣ ବହୁତ ଅଧିକ ସିରିୟସ୍ ହୋଇଯିବେ। ନିଜର ପ୍ରେମ ଜୀବନକୁ ନେଇ ଆପଣ ଅଧିକ ଚିନ୍ତା କରିବାକୁ ଲାଗିବେ। ତେବେ ଆପଣ ନିଜର ଜନ୍ମ କୁଣ୍ଡଳୀରେ ଯଦି ଆପଣ ଦେଖନ୍ତି ଯେ ଶନିଦେବ ଉଚ୍ଚ ସ୍ଥିତିରେ ଅଛନ୍ତି, ସ୍ୱରାଶିରେ ଅଛନ୍ତି, ତ ଏହି ଶନି 7.5ର ଆରମ୍ଭ ହେବା ମାତ୍ରେ ଆପଣ ନିଜର କାମ କାର୍ଯ୍ୟରେ ବହୁତ ଅଧିକ ପଜିଟିଭ ପରିବର୍ତ୍ତନ ଦେଖିବାକୁ ପାଇବେ। ଆପଣ ଯଦି ବିଜନେସ୍ କରୁଛନ୍ତି, ତ ସେଥିରେ ଆପଣଙ୍କର ପ୍ରଫିଟ୍ ହେବାକୁ ଲାଗିବ। ଆପଣଙ୍କର ଫାଇନାନ୍ସିଆଲ ଗ୍ରୋଥ୍ ହେବାକୁ ଲାଗିବ। ରେସ୍ପନ୍ସିବିଲିଟି ତ ବଢ଼ିବ। ଆପଣଙ୍କର ଚିନ୍ତା ବଢ଼ିବ। ଆପଣଙ୍କ ଉପରେ କାର୍ଯ୍ୟଭାର ବଢ଼ିବ। ଆପଣଙ୍କୁ ଅଧିକ ଭାର୍ତୁଡ଼ କରିବାକୁ ପଡ଼ିବ। ମାତ୍ର ଏହି ସମୟରେ ଆପଣ ରଙ୍କରୁ ରାଜା ମଧ୍ୟ ବନିଯିବେ, କାରଣ ପରିଶ୍ରମ ଦ୍ୱାରା ହିଁ ଜଣେ ମଣିଷ ଉପରକୁ ଉଠିଥାଏ। ମାତ୍ର ସେତେବେଳେ ହୋଇଥାଏ ଯେତେବେଳେ ଆପଣଙ୍କ କୁଣ୍ଡଳୀରେ ଶନି ଉଚ୍ଚ ସ୍ଥିତିରେ ଥାନ୍ତି। ନଚେତ୍ ଆପଣଙ୍କୁ ପରିଶ୍ରମ କଲେ ମଧ୍ୟ ଆପଣଙ୍କୁ ସେତିକିଟା ଫଳ ମିଳିବ ନାହିଁ ଯଦି ଆପଣଙ୍କ କୁଣ୍ଡଳୀରେ ଶନି ନୀଚସ୍ଥ ଥାନ୍ତି। ଯଦି ଆପଣଙ୍କ କୁଣ୍ଡଳୀରେ ଶନି ନୀଚସ୍ଥ ଥାନ୍ତି, ତ ଏହି ଶନି 7.5 ମଧ୍ୟରେ ଆପଣଙ୍କର ପାରିବାରିକ ଅଶାନ୍ତି ଦେଖାଦେବ। ସ୍ୱାସ୍ଥ୍ୟରେ ମଧ୍ୟ ଅବନତି ଦେଖାଦେବ। ତେବେ ଶନିଙ୍କର ଦୃଷ୍ଟି ଯେହେତୁ ଆପଣଙ୍କର ଦ୍ୱିତୀୟ ଭାବ ଉପରେ ରହିବ, ତ ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ କରିବାର ଅଛି। ବିଶେଷ କରି ଆପଣଙ୍କର ପରିବାରରେ, ଆପଣଙ୍କ ପ୍ରେମ ଜୀବନରେ, ଆପଣଙ୍କ କାର୍ଯ୍ୟଫଳରେ କିମ୍ବା ଆପଣ ଯଦି ନିଜେ ବିଜନେସ୍ କରୁଛନ୍ତି, ତ ସେସବୁ ପ୍ରତ୍ୟେକ କ୍ଷେତ୍ରରେ ଆପଣ କେତେବେଳେ କାହା ସହିତ କଥାବାର୍ତ୍ତା କରୁଛନ୍ତି, ତ ଭାବିଚିନ୍ତି କଥାବାର୍ତ୍ତା କରନ୍ତୁ ଏବଂ ନିଜର କଥାରେ ଆପଣ ନିୟନ୍ତ୍ରଣ ରଖନ୍ତୁ। କାରଣ ଏହି ସମୟରେ ଆପଣଙ୍କର କଥା ଦ୍ୱାରା ହିଁ ଆପଣଙ୍କର ମିତ୍ର ମଧ୍ୟ ଆପଣଙ୍କର ଶତ୍ରୁରେ ପରିଣତ ହୋଇପାରନ୍ତି। ତେଣୁ ଆପଣ କଥା କହିଲା ବେଳେ ସବୁବେଳେ ସତର୍କ ରୁହନ୍ତୁ। ଏହା ବ୍ୟତୀତ ଶନିଙ୍କର ଦୃଷ୍ଟି ଆପଣଙ୍କର 6ଠ ଭାବ ଉପରେ ରହିବ। ତ 6ଠ ଭାବଟି ହେଉଛି ରୋଗ, ଋଣ ଏବଂ ଶତ୍ରୁର ଭାବ। ତେବେ ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ଶତ୍ରୁ ତ ବନିବେ, ମାତ୍ର ଆପଣଙ୍କର ଶତ୍ରୁମାନଙ୍କ ମଧ୍ୟ ନାଶ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ବିରୁଦ୍ଧରେ ପଲିଟିକ୍ସ ହେବ। ମାତ୍ର ସେସବୁକୁ ଧ୍ୟାନ ନ ଦେଇ ଆପଣ ନିଜର କାର୍ଯ୍ୟରେ ଫୋକସ୍ କରିବା ଉଚିତ। ଏବଂ 29 ମାର୍ଚ୍ଚ ପରେ ଶନିଙ୍କର ରାଶି ପରିବର୍ତ୍ତନ ପରେ ଯଦି ଆପଣ କିଛି ଲୋନ୍ ନେଉଛନ୍ତି, ଋଣ କରଜ କରୁଛନ୍ତି, ତ ବହୁତ ଭାବିଚିନ୍ତି ଆପଣ ସେସବୁ କରନ୍ତୁ। ଆପଣ ଯଦି କାହାକୁ ଟଙ୍କା ଦେଉଛନ୍ତି କିମ୍ବା କାହାଠାରୁ ଟଙ୍କା ନେଉଛନ୍ତି, ତ ତରବରିଆ ଭାବରେ ଏମିତି କିଛି କରନ୍ତୁ ନାହିଁ। ନଚେତ୍ ଆପଣ ଯଦି ନ ଭାବି ନ ଚିନ୍ତି ଏହି ସମୟରେ କାହାକୁ ଟଙ୍କା ଦେଉଛନ୍ତି, ତ ସେହି ଟଙ୍କା ହୁଏତ ଆପଣଙ୍କୁ ନ ମିଳିପାରେ। ଏହାପରେ ଶନିଙ୍କର ଦୃଷ୍ଟି ଆପଣଙ୍କର 9ମ ଭାବ ଉପରେ ମଧ୍ୟ ରହିବ। ତ ଯଦି ଆପଣ ଇମ୍ପୋର୍ଟ ଏକ୍ସପୋର୍ଟର କାର୍ଯ୍ୟ କରୁଛନ୍ତି, ଟ୍ରାଭେଲିଂର କାର୍ଯ୍ୟ କରୁଛନ୍ତି, ପେଟ୍ରୋଲିୟମର କାର୍ଯ୍ୟ କରୁଛନ୍ତି, ଅଏଲର କାମ କରୁଛନ୍ତି, ଗ୍ୟାସରେ କାର୍ଯ୍ୟ କରୁଛନ୍ତି, ମ୍ୟାନୁଫ୍ୟାକ୍ଚରିର କାମ କରୁଛନ୍ତି କିମ୍ବା ଲୁହା ଜାତୀୟ କିଛି କରୁଛନ୍ତି, ତ ଏସବୁ କାମରେ ଆପଣଙ୍କୁ ଟିକେ ଅଧିକ ପ୍ରେସର ନେବାକୁ ହେବ। କାମଗୁଡ଼ିକ ଆପଣଙ୍କୁ ଠିକ୍ ଭାବରେ କରିବାକୁ ପଡ଼ିବ। କାରଣ ଯଦି ଏସବୁ କାମରେ ଆପଣ ଟିକେ ଅଧିକ ପ୍ରେସର ନିଅନ୍ତି, ତ ଏସବୁରେ ଆପଣଙ୍କୁ ବହୁତ ଅଧିକ ଲାଭ ପ୍ରାପ୍ତି ହେବ। ମାତ୍ର ଏସବୁରେ ଆପଣଙ୍କୁ ଆପଣଙ୍କର ମାଇଣ୍ଡ ସେଟ୍ କରିବାକୁ ପଡ଼ିବ। ଅନ୍ୟମନସ୍କ ନ ହୋଇ ମାଇଣ୍ଡକୁ ଡାଇଭର୍ଟ ନ କରି ନିଜ କାମ ଉପରେ ଆପଣଙ୍କୁ ଫୋକସ୍ କରିବାକୁ ପଡ଼ିବ। କିମ୍ବା ଆପଣ ଯଦି IT ଟେକ୍ନିକାଲ ଇଞ୍ଜିନିୟରିଂରେ ଏସବୁ କ୍ଷେତ୍ରରେ ଅଛନ୍ତି, ତ
ତ ଆପଣଙ୍କ ପାଖକୁ ଅଧିକ ଟାର୍ଗେଟ୍ ଆସିବ, କାମର ପ୍ରେସର ଆପଣଙ୍କ ଉପରେ ରହିବ। ଏସବୁ କାମରେ ଆପଣଙ୍କୁ ଫାଇଦା ମଧ୍ୟ ମିଳିବ। ତ ଶନି 7.5 ମଧ୍ୟରେ ଆପଣଙ୍କୁ ଏହି କଥାର ବିଶେଷ ଧ୍ୟାନ ରଖିବାର ଅଛି ଯେ ଯେତେ ପାରିବେ ଓଭର ଥିଙ୍କିଂ ଠାରୁ ଦୂରେଇ ରୁହନ୍ତୁ। କାରଣ ନିଶ୍ଚିତ ଭାବରେ ଆପଣଙ୍କର ଓଭର ଥିଙ୍କିଂ ଆସିବ। ମାତ୍ର ଆପଣଙ୍କୁ ସବୁବେଳେ ଆପଣଙ୍କର ମାଇଣ୍ଡକୁ ଫୋକସ୍ କରିବାକୁ ପଡ଼ିବ। ବହୁତ ଅଧିକ ଷ୍ଟ୍ରେସ୍ ଆପଣ ନିଅନ୍ତୁ ନାହିଁ। ଆପଣଙ୍କ ପାଖକୁ ଯାହା ବି ସବୁ କାମ ଆସୁଛି ଆପଣ ଶାନ୍ତ ଭାବରେ ସେସବୁକୁ ଚେଷ୍ଟା କରନ୍ତୁ। ଏବଂ ଏହା ସହିତ ଶନିଙ୍କର ଏହି ମହାପରିବର୍ତ୍ତନ ପରଠାରୁ ଅର୍ଥାତ୍ 29 ମାର୍ଚ୍ଚ ଠାରୁ ଆପଣଙ୍କ କ୍ୟାରିୟରରେ ଆପଣଙ୍କ ଜବ୍ରେ ପରିବର୍ତ୍ତନ ହେବାର ମଧ୍ୟ 60ରୁ 70% ଚାନ୍ସେସ୍ ରହୁଛି। ଅର୍ଥାତ୍ ଚାକିରି କ୍ଷେତ୍ରରେ ଆପଣଙ୍କୁ ଟ୍ରାନ୍ସଫର ହୋଇପାରେ। ତ ଯେଉଁମାନେ ଟ୍ରାନ୍ସଫର ଅପେକ୍ଷାରେ ଥିଲେ, ଟ୍ରାନ୍ସଫରକୁ ଚାହୁଁଥିଲେ, ସେମାନଙ୍କ ପାଇଁ ସମୟ ସାଥ ଦେବ। ଏହା ସହିତ ଯଦି ଆପଣ ନିଜର ଜବ୍ ଚେଞ୍ଜ କରିବାକୁ ଚାହୁଁଥିଲେ ତ ସେଥିପାଇଁ ସମୟ ଆପଣଙ୍କର ସାଥ ଦେବ। କାରଣ ଶନି 7.5ର ଏହା ହିଁ ବିଶ୍ୱସ୍ତ ହୋଇଥାଏ ଯେ ଶନି 7.5 ମଧ୍ୟରେ ଆପଣଙ୍କର ମ୍ୟାଚୁରିଟି ଲେଭେଲ୍ ବଢ଼ିଥାଏ। ଆପଣଙ୍କର ଜ୍ଞାନ ବଢ଼ିଥାଏ। ଏହି ସମୟରେ ଆପଣ ବହୁତ କିଛି ଶିଖିବାକୁ ପାଇଥାନ୍ତି ଏବଂ ଏହି ଶନି 7.5 ମଧ୍ୟରେ ଆପଣ ଜାଣିପାରିବେ ଯେ ବାସ୍ତବରେ ଆପଣଙ୍କର ନିଜର କିଏ ଏବଂ ପର କିଏ, ଆପଣଙ୍କର ଶତ୍ରୁ କିଏ ଏବଂ ଆପଣଙ୍କର ମିତ୍ର କିଏ। ତେବେ ଆଉ ଗୋଟିଏ କଥା ମନେ ରଖନ୍ତୁ, ଏହି ସମୟରେ ଆପଣ ଯାହା ବି କାମ କରୁଛନ୍ତି ବହୁତ ଧୈର୍ଯ୍ୟର ସହିତ ସେହି କାମଗୁଡ଼ିକ କରିବାକୁ ହେବ। ତ ଏବେ ଆସନ୍ତୁ ଜାଣିବା କିଛି ପ୍ରତିକାର ବିଷୟରେ। ଯେଉଁ ପ୍ରତିକାରଗୁଡ଼ିକ କରିବା ଦ୍ୱାରା ସମସ୍ତ ଅଶୁଭତ୍ୱଗୁଡ଼ିକ ଖଣ୍ଡନ ହୋଇ ଆପଣଙ୍କୁ ଶୁଭତ୍ୱ ପ୍ରାପ୍ତି ହୋଇପାରିବ, ଶନିଦେବଙ୍କର କୃପା ପ୍ରାପ୍ତି ହୋଇପାରିବ ଏବଂ ଶନିଙ୍କର ଦୁଷ୍ପ୍ରଭାବ ମଧ୍ୟ ଆପଣଙ୍କ ଉପରୁ କମ୍ ହୋଇପାରିବ। ତେବେ ସେଥିପାଇଁ ପ୍ରତ୍ୟେକ ଦିନ ଆପଣ ଶନିଙ୍କର ବୀଜ ମନ୍ତ୍ର 108 ଥର ଜପ କରନ୍ତୁ ଏବଂ ଯଦି ଆପଣଙ୍କ କୁଣ୍ଡଳୀରେ ଶନି ଖରାପ ସ୍ଥିତିରେ ଅଛନ୍ତି ତ ପ୍ରତ୍ୟେକ ଶନିବାର ଦିନ ଆପଣ କିଛି କଳା ବସ୍ତ୍ର ଦାନ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଶନିଙ୍କର ପ୍ରାର୍ଥନା ମନ୍ତ୍ର କରନ୍ତୁ ଏବଂ ପ୍ରତ୍ୟେକ ଦିନ ଆପଣ ହନୁମାନ ଚାଳିଶାର ପାଠ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଓମ୍ ନମଃ ଶିବାୟ ମନ୍ତ୍ର ମଧ୍ୟ 108 ଥର ଜପ କରନ୍ତୁ। ନିଶ୍ଚିତ ଭାବରେ ଆପଣଙ୍କ ଉପରେ ଶନିଙ୍କର ଦୁଷ୍ପ୍ରଭାବ କମ୍ ହେବ। ତେବେ ବନ୍ଧୁମାନେ, ଆପଣଙ୍କ ଜୀବନ ମଙ୍ଗଳମୟ ହେଉ, ଏହା ହିଁ ଈଶ୍ୱରଙ୍କ ନିକଟରେ ମୋର ପ୍ରାର୍ଥନା। ଧନ୍ୟବାଦ।